ଏଇଟା ଦେଖନ୍ତୁ ସିନେମାଟିକ୍ ମୋଡରେ ଯଦି ଭିଡିଓ ନଉଛନ୍ତି ଭିଡିଓ କ୍ୱାଲିଟି ବହୁତ ବଢିଆ ରହୁଛି। ପଛ ବ୍ୟାକଗ୍ରାଉଣ୍ଡ ଦେଖନ୍ତୁ ଫୋକସ ଅଟୋମେଟିକ ଫୋକସ କରୁଛି। ଏଇଟା ବି ପେଙ୍ଗୁଇନ ଉପରେ ଏଇଟା ଅଛି ବଟ୍ ଯେତେବେଳେ ମୁଁ ଡୁଡୁ ଆଡକୁ କ୍ୟାମେରା ନଉଛି ତ ସେଇଟା ଅଟୋମେଟିକ ଡୁଡୁକୁ କ୍ୟାପଚର କରିଦଉଛି। ଏଇଟା କିଛି ଆଡଜଷ୍ଟ କରିବାର ନାହିଁ, ସେ ଅଟୋ ଫୋକସ କରି ଆଡଜଷ୍ଟ କରିଦଉଛି ସିନେମାଟିକ ମୋଡରେ। ଯେତେବେଳେ ପୁଣି ମୁଁ ଆଣୁଛି ଦେଖନ୍ତୁ ଏଇଟା ପୁଣି ସେ ଚେଞ୍ଜ ହେଇଗଲା, ପେଙ୍ଗୁଇନ ଉପରେ ଫୋକସ ହେଇଯାଉଛି, ବ୍ୟାକଗ୍ରାଉଣ୍ଡ ପୁଣି ବ୍ଲର ହେଇଯାଉଛି। ଯେତେବେଳେ ପୁଣି ଡୁଡୁ ପାଖକୁ ନଉଛି ଦେଖନ୍ତୁ ସେ ପୁଣି ଅଟୋମେଟିକ ପେଙ୍ଗୁଇନ ଟା ବ୍ଲର ହେଇଯାଉଛି। ତ ବହୁତ ବଢିଆ ଲାଗୁଛି, କୁଲ ଫିଚର। ତେବେ ଚାଲନ୍ତୁ ଫଟାଫଟ ଡେରି ନ କରିକିରି ଆଇଫୋନ 16 ଅନବକ୍ସ କରି ନବା। ମୁଁ ଆମାଜନ ପ୍ରାଇମରୁ ଅର୍ଡର କରିଥିଲି ଏଠି ଅଷ୍ଟ୍ରେଲିଆରେ, ଗୋଟେ ଦିନ ଭିତରେ ମତେ ଏଠି ପହଞ୍ଚିଗଲା। ତ ମତେ ଏଇଟା ମୁଁ ଏଇଟା 256 GB ର ଅର୍ଡର କରିଥିଲି ହ୍ୱାଇଟ୍ କଲରର। ଦେଖିବା ବକ୍ସ ଭିତରେ କଣ ଅଛି। ତା ସହିତ ମୁଁ ଗୋଟେ କଭର ଅର୍ଡର କରିଥିଲି। ଏଇଟା ଦେଖନ୍ତୁ ତାର ଗୋଟେ କଭର ସେ ଦେଇଛି, ଏଇଟା ଆଇଫୋନ 16 256 GB ଏଠି ଅର୍ଡର କରିଥିଲି। ଆଉ ଏଇଟା ତାର କଭର ଟା ତା ସହିତ ମଗେଇ ଦେଇଥିଲି, ଏଇଟା ସେ ଅଛି। ତ ଚାଲନ୍ତୁ ଏଇଟା ଓପନ କରିବା, ଦେଖିବା ଏବେ। ତ ମୁଁ ଏଇଠି କହି ରହୁଛି ଆଇଫୋନ 16 ମୋ ୱାଇଫ ମତେ ଗିଫ୍ଟ କରିଛି। ତ ଏ ଆଇଫୋନ 16 ଗିଫ୍ଟ କଲା ପରଠୁ ମୁଁ 2 ଦିନ ଯାକେ ଏଇଟାକୁ ବାସନ ମାଜିଲି। ତାପରେ ଅର୍ଡର ଆସିଲା ପରେ ତ ଆଜି ଅର୍ଡର ଟା ପହଞ୍ଚି ଯାଉଛି, ମୁଁ ଦେଖିକିରି ଖୁସି ହେଇଗଲି। ଆମେ ବହୁତ ଏକ୍ସାଇଟେଡ ବି ଥିଲୁ। ଆଠଟା ବେଳେ ପହଞ୍ଚିବାର ଥିଲା ବଟ ଦିନ 2ଟା ବେଳେ ପହଞ୍ଚିଗଲା। ତ ଦି ଜଣ ଯାକ ବହୁତ ଏକ୍ସାଇଟେଡ ହେଇକି ଏଟାକୁ ଖୋଲୁଛୁ। ଆପଣ ମାନେ ଦେଖିପାରୁଥିବେ କଣ କଣ ଅଛି ଏ ବକ୍ସ ରେ। ଏଠି ତାର ଆଡପ୍ଟର ଏଇଠି ନାହିଁ, ଏନେ ଖାଲି ଏଠି ଗୋଟେ ବଢିଆ ଲାଗୁଛି। ୱାଓ, ବହୁତ ବଢିଆ ଲାଗୁଛି ହାତକୁ। ଏଇଟାକୁ ଦେଖନ୍ତୁ ଖୋଲିଲେ ୱାଓ, ସ୍କ୍ରିନ ଟା ବହୁତ ବଢିଆ ଲାଗୁଛି। ବଟ୍ ମତେ କଲର ଟା ଲିଟରାଲି ବହୁତ ପସନ୍ଦ ହେଲା, ଏ କଲର ଟା ବହୁତ ବଢିଆ ଲାଗୁଛି। ଆଉ କିଛି ବି ଟଚ କଲେ କିଛି ବି ଫିଙ୍ଗର ପ୍ରିଣ୍ଟ ରହୁନି, କିଛି ରହୁନି, ବହୁତ ସ୍ମୁଥ ଲାଗୁଛି ହାତକୁ। ବହୁତ ଭଲ ଡିଜାଇନ ଅଛି, ବହୁତ ଭଲ ଲାଗୁଛି ସତରେ। ବଟ୍ ନା ଏଥିରେ ଆଡପ୍ଟର ନାହିଁ, ଏଠି ଚାର୍ଜରରେ ଖାଲି ଚାର୍ଜର ଖାଲି କେବୁଲ ଟା ଦେଇଛି, ସି ଟାଇପ ର ଟିକେ କେବୁଲ ଦେଇଛି। ଆପଣ ମାନେ କୌଣସି ବି ଗାଲାକ୍ସି ଫୋନ ହଉ କିଛି ବି ହଉ, ମୁଁ ତ ମୋ ୱାଇଫ ର ସେ ଗାଲାକ୍ସି ଫୋନ ରେ ହିଁ ୟୁଜ କରିବି ବୋଲି ଭାବିଛି। କିଛି ଅସୁବିଧା ନାହିଁ, ମୁଁ ଦେଖିଲି ବହୁତ ଗୁଡାକ ତାର ଯେତିକି ପାୱାର ଦରକାର ଆଇଫୋନ ରେକମେଣ୍ଡ ହିସାବରେ ସେଇଟା ଆପଣ ନର୍ମାଲ ଚାର୍ଜର ୟୁଜ କରିପାରିବେ। ଗୋଟେ ଦୃଷ୍ଟିରୁ ଏନଭାରମେଣ୍ଟ ଦୃଷ୍ଟିରୁ ବହୁତ ଭଲ। ତେବେ ଆସନ୍ତୁ ପଟାପଟ ଦେଖିବା କଣ କଣ ଫିଚର ସବୁ ଅଛି। ତ ଅନ୍ କରିବା, ବଢିଆ ହାଲୋ ଆସିଗଲା, ବିଭିନ୍ନ ଲାଙ୍ଗୁଏଜରେ ଆସୁଛି, ଡିଫରେଣ୍ଟ ଲାଙ୍ଗୁଏଜରେ। ଏବେ ସେଟ୍ କରିନେବା ଫଟାଫଟ। ତା ଭିତରେ ଆଇଫୋନ ସେଟ୍ ହେଇଯାଇଛି। ଏଇଟା ଦେଖନ୍ତୁ ଏଇଠି ଗୋଟେ କଷ୍ଟମାଇଜେବଲ ଆକ୍ସନ ବଟନ ଟା ଦେଇଛି। ଏଇଟା ଆପଣ କଷ୍ଟମାଇଜ କରିପାରିବେ, ଯୋଉଟା ଆପଣଙ୍କର ଫେଭରାଇଟ ଜିନିଷ ଆପଣ ରଖିପାରିବେ। ମୋର ଏଇଟା ଆଲାରାମ ମଧ୍ୟ ଦରକାର, ଆଲାରାମ ସକାଳୁ ଉଠିବା ପାଇଁ କି, ତ ମୁଁ ଏଇଟା ଆଲାରାମ ରଖିଛି। ବଟ୍ ଏଇଟା ସାଇଲେଣ୍ଟ ମୋଡ, ବାଇ ଡିଫଲ୍ଟ ସାଇଲେଣ୍ଟ ମୋଡ ହେଇକିରି ଆସୁଛି। ଆପଣ କିଛି ବି ରଖିପାରିବେ। ତ ସେଟିଂ କୁ ଯିବେ, ସେଟିଂ କୁ ଯାଇକିରି ଏଠି ଜେନେରାଲ କୁ ଯାଇକିରି ଏଠି ଆପଣ ଆକ୍ସନ ଅଛି, ଆକ୍ସନ ବଟନ। ତ ଆକ୍ସନ ବଟନ ଉପରେ କ୍ଲିକ କଲେ ଆପଣ ଡିଫରେଣ୍ଟ ଆକ୍ସନ ଦେଖିପାରିବେ। ଏଠି ଆପଣ କଣ୍ଟ୍ରୋଲ କରିପାରିବେ, କଣ୍ଟ୍ରୋଲରେ ଭେରାଇଟି ଅଫ କଣ୍ଟ୍ରୋଲ ଆପଣ ଅଛି, ଆପଣ ସେଇଟା ଚୁଜ୍ କରିପାରିବେ। ରେକର୍ଡ ବି କରିପାରିବେ, ଚିପିଲେ ଆପଣ ରେକର୍ଡିଂ ଯଦି ଆପଣ ବେଶୀ ବ୍ଲଗିଂ ଫ୍ଲଗିଂ କରୁଛନ୍ତି କି ରେକର୍ଡ କରୁଛନ୍ତି ତ ରେକର୍ଡ କରିପାରିବେ। ନହେଲେ ଟର୍ଚ ରଖିପାରିବେ, ଟର୍ଚ ବି ବହୁତ ଭଲ, ମୁଁ ବି ରଖିଥିଲି ଟର୍ଚ ରଖୁଛି। ନହେଲେ ଏଇଟା ଦେଖନ୍ତୁ, ଏଇଟା ନ ରଖିବେ, ଏଇଟା ବାଇ ଡିଫଲ୍ଟ ଏଇଟା ଆସୁଛି। ତ ବହୁତ ସାରା ଆପଣ ଏଠି କଷ୍ଟମାଇଜ କରିପାରିବେ ଆକ୍ସନ ବଟନ ଟାକୁ। ସେଇଟା ବହୁତ ଭଲ ମତେ ଲାଗିଲା, ବହୁତ କୁଲ ଲାଗିଲା। ୟା ପୂର୍ବରୁ ମୁଁ ଆଇଫୋନ 6s ଆଉ SE ୟୁଜ କରିଛି। ତାପରେ ଏଇଟାକୁ ଅପଗ୍ରେଡ କରୁଛି, ତ ଏଇଟା ବହୁତ ଭଲ ଲାଗୁଛି। ତ ବହୁତ ସାରା କୁଲ ଫିଚର ଅଛି, ଦେଖିବା ଆଗକୁ କଣ କଣ ଅଛି। ତ ଏଇ କଷ୍ଟମାଇଜେବଲ ବଟନ ରେ ଆପଣ କିଛି ବି ରଖିପାରିବେ, ଯେତିକି ଆପଣଙ୍କୁ ହ୍ୱାଟସଆପ୍ ପସନ୍ଦ ବେଶୀ କି ଇନଷ୍ଟାଗ୍ରାମ ଦରକାର, ଆଉ ସେ ଆକ୍ସନ ବଟନ ଟା କ୍ଲିକ କଲେ ଇନଷ୍ଟାଗ୍ରାମ ଖୋଲିଯିବ। କଣ୍ଟ୍ରୋଲରେ ଆପଣ କିଛି ବି ରଖିପାରିବେ, ଏଇଟା ବହୁତ ଭଲ। ଏଇଠି ଗୋଟେ ଦେଖନ୍ତୁ, ଏଇଠି ଜେନେରାଲ କୁ ଯାଇକିରି ବ୍ୟାଟେରୀ ଏଇଠି ଦେଇଛି, ବ୍ୟାଟେରୀ ପରସେଣ୍ଟେଜ ଆପଣ ଚୁଜ୍ କରିପାରିବେ ବ୍ୟାଟେରୀ ଲାଇଫ ଟାକୁ ବଢାଇବା ପାଇଁ। 100% ବ୍ୟାଟେରୀ ହେଲେ ଭଲ ନୁହଁ, କମ ଦିନ ଯିବ ବ୍ୟାଟେରୀ। ତ ଆପଣ ଗୋଟେ ମାକ୍ସିମମ୍ ସେଟ୍ କରିପାରିବେ 80 to 100 ଭିତରେ। ତ ଏ ଯାଇ ବ୍ୟାଟେରୀ ଆପଣ ସେଟ୍ କରିଦେଲେ ତ ମାକ୍ସିମମ୍ ଆପଣ ବ୍ୟାଟେରୀ ଟା 100 ଚାର୍ଜ ହବନି, ସବୁବେଳେ 80 to 90% ଚାର୍ଜ ହବ, ଯୋଉଟା କି ଆପଣ ବ୍ୟାଟେରୀ ଲାଇଫ ଟାଇମ ବଢେଇବ। ସ୍କ୍ରିନ୍ ଟଚ୍ ବହୁତ ସ୍ମୁଥ ଅଛି, ବହୁତ ଭଲ ଲାଗୁଛି। ତେଣୁ ଦେଖିବା ଏଠି କ୍ୟାମେରାରେ କଣ କଣ ସବୁ ଦେଇଛି। ଏଇଟା ମୋତେ ତ ନୂଆ, ଦେଖନ୍ତୁ ଏଇଠି ସାଇଡ ରେ ଗୋଟେ ବଟନ ଦେଇଛି ଗୋଟେ କ୍ୟାମେରା ପାଇଁ ଗୋଟେ, ଆପଣ ସେଠି ତାକୁ ଟିକେ ପ୍ରେସ୍ କରିବାକୁ ପଡୁଛି। ଆଉ ଏଇଟାକୁ ଗୋଟେ ପ୍ରେସ୍ କଲେ ଏଇଟା ଆସୁଛି, ଡବଲ କ୍ଲିକ୍ କଲେ ଆପଣ ମେନୁ ସେଠୁ ଚେଞ୍ଜ ହେଇଯାଉଛି, ଯାହା ଯାହା ଦରକାର
ଆପଣଙ୍କୁ ଫୋକସ୍ କରିବାର ଅଛି କି ଜୁମ୍ କରିବାର ଅଛି, ଜୁମ୍ ଇନ୍ ଜୁମ୍ ଆଉଟ୍ କରିବାର ଅଛି ତ ଆପଣ ସେଇଠୁ କଣ୍ଟ୍ରୋଲ କରିପାରିବେ। ଗୋଟେ ଥର କ୍ୟାପଚର କଲେ ଏଟା କ୍ୟାପଚର ହେଇଯିବ, ଫଟୋ କ୍ୟାପଚର ହେଇଯିବ, ନହେଲେ ପ୍ରେସ୍ କରିକି ଧରିଲେ ଏଟା ଭିଡିଓ ମୋଡକୁ ପଳେଇବ। এটা ଦେଖନ୍ତୁ ଆପଣ ଜୁମ୍ ଇନ୍ ଜୁମ୍ ଆଉଟ୍ ଏଟା ବି ସବୁ କରି ହଉଛି ସେଠି। ଏଇଠି ଗୋଟେ ଦେଖନ୍ତୁ, ଏଇଟା ଗୋଟେ ନୂଆ ଜିନିଷ ଦେଇଛି, ଏଇଟା ତ ମୁଁ କୋଉଠି ଦେଖିନଥିଲି ଭାବିନଥିଲି, ବଟ୍ ଏଇଟା ବହୁତ ଭଲ ଲାଗୁଛି। ଏଇଟା ଦେଖନ୍ତୁ ଏଇ ପେଙ୍ଗୁଇନ୍ ଟାକୁ ମୁଁ ଥୋଇଛି, ତା କଲରଟା ଦେଖିପାରୁଥିବେ ଆପଣ କେତେ ଡିଫରେଣ୍ଟ ଅଛି, ବଟ୍ ଏଇଠି ଆପଣଙ୍କ ହିସାବରେ ମାନେ ଡିଫରେଣ୍ଟ ଡିଫରେଣ୍ଟ ଆଗରୁ ଥିଲା, ଆପଣ ଭିଡ୍ ମୋଡ୍ ଥିଲା, ଏମିତି ଡିଫରେଣ୍ଟ ଷ୍ଟାଣ୍ଡାର୍ଡ ଥିଲା, ଭାଇବ୍ରାଣ୍ଟ ଥିଲା, ଏମିତି ଥିଲା, ବଟ୍ ତା ଦେହରେ ବି ଆପଣ ପୁରା ଚୁଜ୍ କରିପାରିବେ କି ଆପଣ ତାକୁ ଡିଫରେଣ୍ଟ କରିପାରିବେ। ଦେଖ ଗୋଟେ ଫଟୋକୁ ମୁଁ ବିଭିନ୍ନ ବିଭିନ୍ନ ପ୍ରକାର କଲର କରିପାରୁଛି, ସେଟା ପୁରା ସ୍କ୍ରିନ୍ ଟାକୁ ଆପଣ ଗୋଟେ ଡଟ୍ ଦେଇଛି, ସେ ଡଟ୍ ରେ ଯୋଉଠି ବି କ୍ଲିକ୍ କରିବେ ତ ପୁରା ଆପଣ ୟୁଜ୍ କରିପାରିବେ କି କେମିତିଆ କଲର ଆପଣଙ୍କୁ ଚାହୁଁଛି ଦେଖନ୍ତୁ। କହିଲେ ଆପଣ ପୁରା ଫିଙ୍ଗର ପ୍ରିଣ୍ଟରେ ଆପଣ ପୁରା କଲରଟା ଚେଞ୍ଜ କରିପାରିବେ, ଏଠୁ ସେଠୁ ସବୁ ଚେଞ୍ଜ କରିପାରିବେ। ଇଭେନ୍ ଡିଫରେଣ୍ଟ ଡିଫରେଣ୍ଟ ମୋଡରେ ବି ତାର କଣ୍ଟ୍ରୋଲ ବି ଡିଫରେଣ୍ଟ ଡିଫରେଣ୍ଟ ଦେଇଛି। ତ ଏଇଟା ବି ଗୋଟେ ବହୁତ ଭଲ ଲାଗୁଛି। ଆପଣ ଯଦି ବିଭିନ୍ନ ପ୍ରକାରର ସିନେମାଟିକ୍ ୱେରେ କରିବା ପାଇଁ ଚାହୁଁଛନ୍ତି ଆପଣ କରିପାରିବେ। ବହୁତ ବଢିଆ ଦେଇଛି। ରିସେଟ୍ କରିବାକୁ ହେଲେ ରିସେଟ୍ ବଟନ ଗୋଟେ ଉପର କର୍ଣ୍ଣରରେ ଦେଇଛି, ଆପଣ ଏଠି ରିସେଟ୍ କରିପାରିବେ କର୍ଣ୍ଣରରେ। ଏଠୁ ଉପର କର୍ଣ୍ଣରରେ ଦେଖନ୍ତୁ, ଉପର କର୍ଣ୍ଣରରେ ଏସବୁ ଟୋନ କେତେ ରହିବାର ଅଛି, କଲର କେତେ ରହିବାର ଅଛି, ସେଇଟା ଦେଖେଇ ଦଉଛି, ତ ଆପଣ ସେ ଅନୁସାରେ ଆଡଜଷ୍ଟ କରିପାରିବେ। ଏଇଟା ଗୋଟେ ବହୁତ ଭଲ ଲାଗିଲା ମତେ ପର୍ସନାଲି। ଏଇଟା ଗୋଟେ ଦେଖନ୍ତୁ, ଏଇଟା ସବୁ ଦେଇଛି, ଏଇଟା ଗୋଟେ ଯଦି କ୍ଲୋଜ ମୁଁ ନଉଛି ଅଟୋମେଟିକ ଦେଖନ୍ତୁ ଏଇଟା ଗୋଟେ ଲିଫ୍ଟ ସିମ୍ବଲ ର ପଳେଇ ଆସୁଛି। ଏଇଟା ହଉଛି ମାନେ ମାଇକ୍ରୋ ମୋଡ, ତ ମାଇକ୍ରୋ ମୋଡ ସେ ୱାଇଡ କ୍ୟାମେରା ଯୋଉ ରହୁଛି ସେ ଅଟୋମେଟିକ ଅନ୍ ହେଇଯାଉଛି। ଏଇଟା ମାନେ ଯେତେବେଳେ ଆପଣ କ୍ଲୋଜ ପିକ୍ଚର କିଛି ନବାକୁ ଯିବେ ସେଇଟା ଅଟୋମେଟିକ ସେଇଟା ସେଇଟା ଆସିଯାଉଛି, ନହେଲେ ସେଇଟା ଭ୍ୟାନିଶ ହେଇଯିବ। ଦେଖନ୍ତୁ ମୁଁ ସେ ପେଙ୍ଗୁଇନ ର ଆଖିଟାକୁ ଇଏ କରିକି ଉଠଉଛି, କେତେ ବଢିଆ ପୁରା ଡିଟେଲିଂ ଆସୁଛି, ବହୁତ ବଢିଆ ଆସୁଛି ଆକ୍ଚୁଆଲି। ମୋର ଆଉ ଗୋଟେ ସେ ଫୋନରେ ଆଣ୍ଡ୍ରଏଡ ଫୋନରେ ଏଇ ଭିଡିଓ ଟା କରୁଛି ଦେଖଉଛି, ଯୋଉଟା କି ଏତେ ଜଣା ପଡୁନି, ବଟ୍ ନିଜ ଆଖିରେ ବହୁତ ବଢିଆ ଆସୁଛି ଯେତେବେଳେ ମାଇକ୍ରୋ ଫଟୋ ନଉଛି। ଏଇଟା ଅନ୍ ଅଫ୍ କରିପାରିବେ, ଏଇଟା ଇଏ କରିପାରିବେ। ୱାଓ ୱାଓ କେତେ ବଢିଆ ଜୁମ୍ କରୁଛି ଦେଖନ୍ତୁ ମାନେ ମାଇକ୍ରୋ ମୋଡରେ ବହୁତ ବଢିଆ ସେ କରିଦଉଛି। ଏଇଟା ଗୋଟେ ଜିନିଷ ମୁଁ ଦେଖଉଛି, ମତେ ଏଇଟା ଗୋଟେ ବହୁତ ବଢିଆ ଲାଗିଥିଲା। ଏଇଟା ଦେଖନ୍ତୁ, ଏଇଟା ଅଟୋମେଟିକ ମୁଁ ଏଇ ପେଙ୍ଗୁଇନ ର ଉଠଉଥିଲି, ଜଷ୍ଟ ଦେଖୁଥିଲି, ମୁଁ ବି ଜାଣିନଥିଲି, ମୁଁ ଜଷ୍ଟ କ୍ୟାମେରା ଟାକୁ ସାଡକୁ ଟିକେ କଲି, ଆଙ୍ଗଲ ଟିକେ କଲି, ସେ ଅଟୋମେଟିକ ଫୋକସ ଚେଞ୍ଜ କରିଦେଲା। ମତେ କିଛି ଆଡଜଷ୍ଟ କରିବାର ନାହିଁ କି ମୁଁ କିଛି ବି କରିନି, ଜଷ୍ଟ ସିନେମାଟିକ ମୋଡ ଅନ୍ କରିଥିଲି, ସିନେମାଟିକ ମୋଡରେ ଫ୍ରେମ ରଖିଥିଲି, ତ ସିଏ ଅଟୋମେଟିକ ଯେତେବେଳେ ସେଠି ଯାଉଛି ତ ଅଟୋମେଟିକ ଚେଞ୍ଜ ହେଇଯାଉଛି। ତ ମୁଁ ତା ଦେହରେ କିଛି ବି କରିନି। ତ ଏଇ ବଟନ ଟା ଟିକେ ମତେ ଏତେ କନଭିନିଏଣ୍ଟ ଲାଗୁନି, ବଟ୍ ୟା ୟୁଜଫୁଲ ତ ଅଛି, ଭଲ ଲାଗୁଛି ବି ଫିଚର ଟା, ବଟ୍ ଆଉ ଟିକେ ପାଖକୁ ହେଇପାରିଥାନ୍ତା, ହାତ ପାଖକୁ, ତ ଟିକେ ୟୁଜଫୁଲ ହେଇଥାନ୍ତା ବେଶୀ। ବଟ୍ ଠିକ ଅଛି, ଭଲ ଲାଗୁଛି। କିଛି ଟାଇମରେ ଆପଣ ଫଟୋ ଉଠାଉଛନ୍ତି, ହଠାତ୍ ଫଟୋରୁ ଭିଡିଓ ମୋଡକୁ ଗଲେ ମତେ ଲାଗୁନି କି ଅଲଗା କୋଉଠି ଫିଚର ସେମିତି ଥିଲା, ହଠାତ୍ ଫଟୋରୁ ଭିଡିଓ ମୋଡ ଆପଣଙ୍କୁ ବାପସ ଯିବାକୁ ପଡିବ, ଭିଡିଓ ମୋଡକୁ ଯାଇକିରି ଭିଡିଓ କରିବାକୁ ପଡିବ। ବଟ୍ ଏଇଟା ଗୋଟେ ଫିଚର, ଆପଣ ଗୋଟେ କ୍ଲିକ୍ କଲେ ଫଟୋ ନେଇଗଲେ, କ୍ଲିକ୍ ପ୍ରେସ୍ କରିକି ରଖିଲେ ତ ଭିଡିଓ ମୋଡ ଅନ୍ ହେଇଗଲା। ତ ଏଇଟା ଗୋଟେ ଭଲ ଫିଚର ମତେ ଲାଗୁଛି। ଟିକେ ଲଙ୍ଗ ପ୍ରେସ୍ କରି ରଖିବାକୁ ପଡିବ, ତାର ସେନ୍ସର ଟା ଆପଣ ଆଡଜଷ୍ଟ ବି କରିପାରିବେ, କେତେ ସ୍ମୁଥନେସ୍ ଆପଣଙ୍କୁ ଦରକାର ତା ଲେବୁଲ ଟା ଆପଣ ସେଟ୍ ବି କରିପାରିବେ ସେଟିଂ କୁ ଯାଇକିରି। ତ ଏଥିରେ ମୁଁ ଏତେ ଡିଟେଲ ଦଉନି, ବଟ୍ ଆପଣ ଡିଟେଲ ଯାଇକି ସେଟ୍ କରିପାରିବେ, ମୁଁ କରିକି ଦେଖିଛି। ଏଇଟା ଦେଖନ୍ତୁ, ଗୋଟେ ପ୍ରେସ୍ କଲି କ୍ୟାପଚର ହେଇଗଲା, ଲଙ୍ଗ ପ୍ରେସ୍ କରିକି ଧରିଲି ରେକର୍ଡିଂ ହେଇଗଲା। ବଟ୍ ଗୋଟେ ପ୍ରୋବ୍ଲେମ କି ସେ ବଟନ ଟା ଆପଣ ପ୍ରେସ୍ କରି ଧରିବାର ଅଛି, ଛାଡିଦେଲେ ରେକର୍ଡିଂ ଟା ବନ୍ଦ ହେଇଯାଉଛି। ବଟ୍ ମୋଷ୍ଟଲି ନର୍ମାଲ ରେକର୍ଡିଂ ତ ଆପଣ ଭିଡିଓରେ କରିବେ, ବଟ୍ ଇନ କେସ୍ ଆପଣ ଫଟୋ ଉଠାଉଛନ୍ତି, ହଠାତ୍ ମନ ହେଲା ନାହିଁ କିଛି ଗୋଟେ ଭିଡିଓ କ୍ୟାପଚର କରିବା ପାଇଁ, ତ ଆପଣ ପ୍ରେସ୍ କରିଦେଲେ ତ ଭିଡିଓଟା ସର୍ଟନ ମୋମେଣ୍ଟ ପାଇଁ କ୍ୟାପଚର ହେଇଯିବ, ଯୋଉଟା କି ବହୁତ ଭଲ ଅଛି। ଆପଣମାନଙ୍କୁ ଆଇଫୋନ 16 ର କଣ କଣ ଫିଚର ଭଲ ଲାଗୁଛି କମେଣ୍ଟ କରନ୍ତୁ, ସେୟାର କରନ୍ତୁ। ଆଉ କଣ ଡିଟେଲିଂ ଯଦି ଦରକାର କମେଣ୍ଟ କରନ୍ତୁ, ଡିଟେଲିଂ କରିଦେବି। ଆଉ ସେଟିଂ ଫେଟିଂ କଣ ଦରକାର କହିଲେ ସେଇଟା ଜଣେଇଦେବି। ଭିଡ଼ିଓଟି ଯଦି ଭଲ ଲାଗୁଛି ଲାଇକ୍ କରନ୍ତୁ, ଚ୍ୟାନେଲରେ ନୂଆ ଯଦି ସବସ୍କ୍ରାଇବ କରନ୍ତୁ।
ଆଉ କ'ଣ ଦରକାର ଡିଟେଲ କହିଲେ ମୁଁ ନେଇକିରି ଆସିବି। ତ ଏଇଠି ଦେଖନ୍ତୁ ଏଥିରେ ଗୋଟେ ଭଲ ନୂଆ ଫିଚର ଗୋଟେ ଅଛି ଯୋଉଟା କି ଡୁଆଲ ଲାଙ୍ଗୁଏଜ ସପୋର୍ଟ କରୁଛି କିୱାର୍ଡ ରେ। ତ ଆପଣମାନେ ଦେଖିପାରୁଥିବେ ଏଇଠି ଇଂଲିଶ କିୱାର୍ଡ ଅଛି। ମୁଁ କିୱାର୍ଡ କୁ ଯାଇକିରି ଏଇଠି ମୁଁ ଓଡ଼ିଆ ଟାଇପ କଲି। ଓଡ଼ିଆ ମତେ ସେ ଟିକେ ଆଡ୍ କରିବାର ଅଛି କିୱାର୍ଡ ରେ। ମୁଁ ଓଡ଼ିଆ ବର୍ଣ୍ଣମାଳା ଲେଖା ହେଇଛି ଦେଖନ୍ତୁ। ଓଡ଼ିଆ ବର୍ଣ୍ଣମାଳା ମୁଁ କିୱାର୍ଡ ରେ ଆଡ୍ କରିଦେଲି। କିଛି ମତେ ଏକ୍ସଟ୍ରା ଆଡିସନାଲ ସଫ୍ଟୱେୟାର କିଛି ଇନଷ୍ଟଲ କରିବାର ନାହିଁ। ବାଇ ଡିଫଲ୍ଟ ଆପଣ ଡିଫରେଣ୍ଟ ଲାଙ୍ଗୁଏଜ ସେଟ୍ କରିପାରିବେ। ତ ଏଇଠି ମୁଁ ଓଡ଼ିଆ ସେଟ୍ କରିଛି। ଏବେ ମୁଁ ଗୋଟେ ମେସେଜରେ ଟାଇପ କରୁଛି ଦେଖନ୍ତୁ। ଲେଖିଲି ୱେଲକମ୍। ତ ଇଂଲିଶରେ ଲେଖିଲି, ତାପରେ ମୁଁ ଚାହିଁଲି ଓଡ଼ିଆରେ ଲେଖିବି। ତ ମୁଁ ଏଟାକୁ ସୁଇଚ୍ କରିପାରିଲି। ତ ଏଟାକୁ ଏଠି କ ଖ ଗ ସବୁ ଲେଖିପାରିବି। ତ ଏଠି କ'ଣ କରୁଛ ଲେଖିଲି। ତ ଏଇଟା ଓଡ଼ିଆରେ ମୋର ଲେଖି ହେଇଗଲା। ଏଇଠି ଗୋଟେ ଦେଖନ୍ତୁ, ଏଇଠି ଗୋଟେ ନୂଆ ଜିନିଷ ମୁଁ କହୁଛି ଏଇଟା କେମିତି ଆପ୍ ସବୁ ହାଇଡ୍ କରିବେ ଫେସ୍ ଆଇଡି ଥ୍ରୁରେ। ତ ଏଇଟା ମୋର ଫେସ୍ ଲକ୍ ଅଛି। ତ ଫେସ୍ ଆଇଡି ଥ୍ରୁରେ କେମିତି ଆପଣ ଆପ୍କୁ ହାଇଡ୍ କରିବା ପାଇଁ ଚାହୁଁଛନ୍ତି ତ ଏଇଟା କରିପାରିବେ ଏଡିଟକୁ ଯାଇକିରି। ନାଇଁ ତ ଏଠି ଆଇକନ୍ ସବୁ ବିଭିନ୍ନ ପ୍ରକାର ଆଇକନ୍ ଚେଞ୍ଜ କରିପାରିବେ। ମୁଁ ଫାଷ୍ଟ ଏଇଟା ଦେଖଉଛି ଆଇକନ୍ କେମିତି ଚେଞ୍ଜ କରାହଉଛି। ତାପରେ ଫେସ୍ ଆଇଡିରେ କେମିତି ହାଇଡ୍ କରିବେ ସେଇଟା ଦେଖେଇଦେବି। ଏଇଟା ଦେଖନ୍ତୁ ବିଭିନ୍ନ ପ୍ରକାରର ମୋଡ୍ ଆପଣ ଚେଞ୍ଜ କରିପାରିବେ। ଡିଫଲ୍ଟ ବିଭିନ୍ନ କଲର ଦେଇପାରିବେ। କଲରର ଥିମ୍ ବି ଚେଞ୍ଜ କରିପାରିବେ। ବ୍ରାଇଟନେସ୍ ଏସବୁ ଜିନିଷ ଆଡଜଷ୍ଟ ବି କରିପାରିବେ। ଏଇଟା ମାନେ ଆପଣଙ୍କ ହିସାବରେ ମାନେ ଆଗରୁ ଆଇଫୋନର ଯୋଉଟା ବେସିକ୍ ଥିମ୍ ଥିଲା ସେଇଟା ଥିଲା, ବଟ୍ ଏଇଟା ଥିମ୍ ଆପଣ ଚେଞ୍ଜ କରିପାରିବେ। ଯୋଉଟା ଚାହିଁଲେ ଆପଣ ସେଇଟା ପୁରା ଚେଞ୍ଜ କରିପାରିବେ। ଏଇଟା ଗୋଟେ ଜିନିଷ ଦେଇଛି, ଏଇଟା ବି ଭଲ ଲାଗୁଛି। ତ କାହାକୁ କୋଉଟା କେମିତି ପସନ୍ଦ, କୋଉ କଲର କାହାକୁ କେମିତି ପସନ୍ଦ, କାହାକୁ ଡିପ୍ ପସନ୍ଦ, କାହାକୁ ଲାଇଟ୍ କଲର ପସନ୍ଦ, କାହାକୁ କ'ଣ ପସନ୍ଦ ସେଇ ଅନୁସାରେ କଷ୍ଟମାଇଜ କରିପାରିବେ। ଏଇଟା ଦେଖନ୍ତୁ ମୁଁ ଇନଷ୍ଟାଗ୍ରାମ ଉପରେ କ୍ଲିକ୍ କରି ରଖିଲି, ତାକୁ ଏଡିଟ୍ କରିବା ପାଇଁ ଚାହୁଁଛି। ଏଇଠି ଆପଣ ଦେଖିପାରୁଥିବେ ଏଇଟା ଫେସ୍ ଆଇଡି ଥ୍ରୁରେ ହାଇଡ୍ କରିବା ପାଇଁ କହୁଛି। ତ ମୁଁ ମୋ ଫେସ୍ ଆଇଡିଟା ଅନଲକ୍ ଅଛି, ତ ସେ ହାଇଡ୍ ହେଇଗଲା। ତ ହାଇଡ୍ ଗଲା ପରେ ଆପଣ ଏଠି ଦେଖିପାରୁଥିବେ ଆପ୍ ଷ୍ଟୋରରେ ତ ହାଇଡ୍ ପାଇଁ ଗୋଟେ ଅଲଗା ବାର୍ ଅଛି। ତ ହାଇଡ୍ ଭିତରେ ସେ ରହିଲା। ତ ତାକୁ ପୁଣି ଯଦି ଆପଣ ଅନହାଇଡ୍ କରିବା ପାଇଁ ଚାହିଁବେ ତ ତାକୁ ସେଠି ଯାଇକିରି ଆପଣଙ୍କୁ କ୍ଲିକ୍ କରିକି ତାକୁ ଅନହାଇଡ୍ କରିବାକୁ ପଡ଼ିବ। ଏଠି ଦେଖନ୍ତୁ ମୁଁ ତାକୁ ପ୍ରେସ୍ କରି ଧଇଲି। ଏଠି ଲେଖା ହେଇଛି ରିକ୍ୱେଷ୍ଟ ଫର୍ ଫେସ୍ ଆଇଡି ନଟ୍ ରିକ୍ୱାର୍ଡ। ତ ଆପଣ ଫେସ୍ ଆଇଡି ଅନଲକ୍ କରିଦେଲେ ତ ଅନହାଇଡ୍ ହେଇଗଲା। ଅନହାଇଡ୍ ହେଇକିରି ପୁଣି ଆପ୍ଲିକେସନକୁ ପଳେଇ ଆସିଲା। ଏ ଭିଡ଼ିଓରେ ଆପଣଙ୍କୁ କୋଉ ଫିଚରଟା ଭଲ ଲାଗିଲା କମେଣ୍ଟରେ ଜରୁର ଜଣାନ୍ତୁ। ଭିଡ଼ିଓଟି ଯଦି ଭଲ ଲାଗିଲା ଲାଇକ୍ କରନ୍ତୁ। ଚ୍ୟାନେଲରେ ନୂଆ ଯଦି ସବସ୍କ୍ରାଇବ୍ କରନ୍ତୁ। ରହିଲି। ଜୟ ଜଗନ୍ନାଥ। ଧନ୍ୟବାଦ।